ରାସନ ଡିଲର ଆପଣଙ୍କ ଅଞ୍ଚଳରେ ଆପଣଙ୍କୁ ସରକାରୀ ଖାଦ୍ୟ ସାମଗ୍ରୀ ଦେବା ସମୟରେ ଠକୁଛନ୍ତି କି? ଯଦି ହଁ, ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇବେ ତାଙ୍କ ଉପରେ କ'ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ତା ପୂର୍ବରୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଗୋଟେ ଲାଇକ୍ ଫଲୋ କରି ସମସ୍ତ ରାସନ କାର୍ଡ଼ ହିତାଧିକାରୀ ଭାଇମାନଙ୍କ ପାଖକୁ ଭିଡ଼ିଓକୁ ସେୟାର କରନ୍ତୁ, ଯାହାଫଳରେ ସମସ୍ତେ ନିୟମ ଜାଣିପାରିବେ। ରାସନ ଡିଲରମାନଙ୍କ ଦ୍ୱାରା ଓଜନରେ କମ୍ ଦେବା ବା ସରକାରୀ ରାସନକୁ କଳାବଜାରୀ କରିବା ଏକ ଗୁରୁତର ଏବଂ ଦଣ୍ଡନୀୟ ଅପରାଧ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏନ୍ଏଫ୍ଏସ୍ଏ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା 7 ଏବଂ ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ର ଧାରା 316 ଅନୁଯାୟୀ ଗରିବଙ୍କ ହକ୍ ଛଡ଼ାଇବା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହାର ପ୍ରତିବାଦ ସ୍ୱରୂପ ଲୋକମାନେ ପ୍ରମାଣ ସହ ତୁରନ୍ତ ଟୋଲ୍ ଫ୍ରି ନମ୍ବର 1967 କିମ୍ବା ସ୍ଥାନୀୟ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ଉଚିତ, ଯାହାଦ୍ୱାରା ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଡିଲରଙ୍କ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ ହେବା ସହିତ ତାଙ୍କୁ 7 ବର୍ଷ ପର୍ଯ୍ୟନ୍ତ କଠୋର ଜେଲ୍ ଦଣ୍ଡ ମିଳିବାର କଠୋର ଆଇନଗତ ବ୍ୟବସ୍ଥା ରହିଛି। ଜୟ ଜଗନ୍ନାଥ।